ପିଲାମାନେ ଫାଷ୍ଟ ଅଫ୍ ଅଲ୍ ସମସ୍ତଙ୍କୁ କଂଗ୍ରାଚୁଲେସନ୍ ତମମାନଙ୍କର ଓଡ଼ିଆ ଏକ୍ଜାମ୍ ଏବଂ ଇଂଲିଶ ଏକ୍ଜାମ୍ରେ ଭଲ ମାର୍କ ରଖିଥିବାରୁ କୁହ କଂଗ୍ରାଚୁଲେସନ୍ କରିବାର ମିନିଂଟା ମୋର ସଠିକ୍ ଠିକ୍ ରହିଲା ନା ନାଇଁ ଭୁଲ ହେଇଗଲା ପିଲାମାନେ କୁହ ଠିକ୍ ରହିଲା ନା ଠିକ୍ ରହିଲା ନା ପିଲାମାନେ ଇଂଲିଶ ଏକ୍ଜାମ୍ କିପରି ହେଇଛି କହିଲ ପିଲାମାନେ ଫାଷ୍ଟ କୁହ ସାଂସ୍କିଟ୍ ଆମେ ମୁଁ ତମକୁ ମାଷ୍ଟର ପ୍ଲାନ୍ କହିବି ସାଂସ୍କିଟ୍ରେ ତମକୁ ପୁରାପୁରି ମାଷ୍ଟର ପ୍ଲାନ୍ କହିବି ଆମେ ମୁଁ ଯାହା କହିଛି ତମେ ଯୋଉ ୱେରେ ତମେ ଥମ୍ବନେଲଟି କ୍ଲିକ୍ କରିଛ କିଛି ନ ପଢିକି ମାନେ କିଛି ନ ପଢିକି ଆମେ କିପରି କ'ଣ ରଖିବା ମାର୍କ ବେଟର ମାର୍କ ରଖିପାରିବା ବେଟର ମାର୍କ କିପରି ରଖିପାରିବା ତାକୁ ତମକୁ ମୁଁ କ'ଣ କହିବି ଏଇଠି କହିବି କିନ୍ତୁ ଫାଷ୍ଟ ମତେ କୁହ ତମଙ୍କର ସାଂସ୍କିଟ୍ ଏକ୍ଜାମ୍ କହିବା ପୂର୍ବରୁ ତମଙ୍କର ଇଂଲିଶ ଏକ୍ଜାମ୍ଟି କିପରି କଟିଛି କୁହ ପିଲାମାନେ ଏବଂ ମନ ଦୁଃଖ ଅଛି ନା ନାଇଁ ଖୁସି ଅଛ କୁହ କୁହ ଖୁସି ଅଛ ନା ସମସ୍ତେ ଖୁସି ଅଛ ନା ପିଲାମାନେ ନା ନାଇଁ ମନ ଦୁଃଖ କରିକି ଅଛି କିଏ ସର୍ଟ କ୍ୱେଶ୍ଚିନ୍ କାହାର ଭୁଲ ଅଛି ନା ନାଇଁ ଲଙ୍ଗ କ୍ୱେଶ୍ଚିନ୍ କ'ଣ ଭୁଲ ଅଛି ନିଶ୍ଚିତ ଭାବେ ମୋତେ ଜଣାଇବ ପିଲାମାନେ ମୁଁ ତମକୁ ଦେଖିଲେ ଜାଣିପାରିବିନି କି ତମକୁ ମୁଁ କହିଲେ ମଧ୍ୟ ତମମାନଙ୍କର ତମକୁ ମୁଁ ଯଦି କ'ଣ ପଚାରିବି ତାହେଲେ ମୁଁ ମନକୁ ଆନ୍ସର ପାଇପାରିବିନି ତମକୁ କ'ଣ କହିବାକୁ ପଡ଼ିବ କମେଣ୍ଟ ସେକ୍ସନ୍ ଖାଲି ଏତିକି ଜଣାଇବ ଏସେ ଯାହା ସାର୍ ଆପଣ କହିଥିଲେ ପଢ଼ିଛି ନା ପଢ଼ିନି ପିଲାମାନେ ଏବଂ ଆପ୍ଲିକେସନ୍ ଲେଟର କିପରି ପଡ଼ିଲା ତା ଛଡ଼ା ତମଙ୍କର MCQ କେତେ ଏକ୍ସପେକ୍ଟେସନ୍ ଅଛି ଏବଂ କେତେ ଆସିଲା ପିଲାମାନେ ତା ଛଡ଼ା ତମମାନଙ୍କର ଓଭରାଲି ଇଂଲିଶରେ କେତେ ମାର୍କ ତମମାନେ ଆଚିଭ୍ କରିପାରିବ ଏତିକି ପିଲାମାନେ ନିହାତି ଭାବେ ଜଣାଇବ ତମମାନଙ୍କର ଯଦି ହୋପ୍ ଅଛି ଆମେ 50 ରଖିବୁ କି ନା 60 ରଖିବୁ ପୁରା ଫ୍ରିରେ ପିଲାମାନେ କହିବ ତମମାନେ ନା ସାର୍ ମୋ ଇଂଲିଶ ଏକ୍ଜାମ୍ ଭଲ ହେଇଛି ନା ସାର୍ ଇଂଲିଶ ଏକ୍ଜାମ୍ ଭଲ ହେଇନି ନିହାତି ଭାବେ ପିଲାମାନେ ଜଣାଇବ ତମମାନଙ୍କ କମେଣ୍ଟ ସେକ୍ସନକୁ ପିଲାମାନେ ଅପେକ୍ଷା କରିକି ରହିଲେ ନେକ୍ସଟ ହେଲା ପିଲାମାନେ ସାଂସ୍କିଟ୍ କିମ୍ବା ହିନ୍ଦୀ ପ୍ରଥମେ ମୁଁ ସାଂସ୍କିଟ୍ ପାଇଁ କହିବି ପିଲାମାନେ ଯେଉଁମାନେ ବି ହିନ୍ଦୀ ପିଲା ଅଛ ତେଣୁ ଟିକେ ସମୟ ୱେଟ୍ କରିଦିଅ ତମକୁ ମୁଁ ଆଉ ଗୋଟେ ସେକ୍ସନ ପିଲାମାନେ ହିନ୍ଦୀ ପାଇଁ ମଧ୍ୟ କ'ଣ ଗୋଟେ ସ୍ପେଶାଲ ସେକ୍ସନ ଆଣିକି ଆସିବି ଯୋଉଠି ମୁଁ ଡିସ୍କସନ୍ କରିବି ତମମାନଙ୍କର ହିନ୍ଦୀରେ ମଧ୍ୟ ଆମେ କିପରି ଭଲ ସ୍କୋର ରଖିପାରିବା ପ୍ରଥମେ ମୁଁ ପିଲାମାନେ କ'ଣ କହୁଛି ତମକୁ ସାଂସ୍କିଟ୍ କଥା କହୁଛି ସାଂସ୍କିଟ୍ ପିଲାମାନେ ହଉ କିମ୍ବା ହିନ୍ଦୀ ହଉ ସାଂସ୍କିଟ୍ ହଉ କିମ୍ବା ହିନ୍ଦୀ ହଉ ତମମାନଙ୍କର ଗୋଟେ ସ୍କୋରିଂ ମାର୍କ ଏକ୍ଜାମ୍ ତମର ଗୋଟେ ତମକୁ ସେ ପିଲାମାନେ ମାର୍କ କ'ଣ ଦବ ସ୍କୋର କ'ଣ ଦବ ତମକୁ ସେଠି ବୁଷ୍ଟ କରାଇବ ତମକୁ ସେ କ'ଣ ତମମାନଙ୍କର ବୋର୍ଡ ଏକ୍ଜାମ୍ରେ ମାର୍କ ଯଦି ଦବ ଅଧିକ କିଏ ତାହେଲେ ହେଉଛି କିଏ ପିଲାମାନେ ସିଏ ହେଉଛି ସାଂସ୍କିଟ୍ କିମ୍ବା ହିନ୍ଦୀ ଥାର୍ଡ ଲାଙ୍ଗୁଏଜ ତେଣୁ ଏକୁ ଆମେ ଜମା ହାତ ଛଡ଼ା କରିବା ନାହିଁ ଯଦି ଓଡ଼ିଆ ଏକ୍ଜାମ୍ ଖରାପ ହେଇଛି ଦେନ୍ ଓକେ ଯଦି ଇଂଲିଶ ଏକ୍ଜାମ୍ ଖରାପ ହେଇଛି ଦେନ୍ ଓକେ କିନ୍ତୁ ସାଂସ୍କିଟ୍ ଏକ୍ଜାମ୍କୁ ଜମା ହାତ ଛଡ଼ା କରିବା ନାହିଁ କିପରି ଭାବେ ଆମକୁ ଯେମିତି ହେଲେ ବି 90 ରଖିବାକୁ ପଡ଼ିବ କାହିଁକି ନା ମୋ ନିଜେ ମୁଁ ଏକ୍ସପେକ୍ଟେସନ୍ କରା ମୁଁ ତମକୁ କ'ଣ କହିବି ନା ମୋ ନିଜ ଏକ୍ସପିରିଏନ୍ସ କଥା ମୁଁ ନିଜେ କହୁଛି ମୋର ସାଂସ୍କିଟ୍ ଭଲ ହୁଏନି କିନ୍ତୁ ମୋର 94 ଥିଲା ପିଲାମାନେ ସିରିୟସଲି 94 ସାଂସ୍କିଟ୍ ଏକ୍ଜାମ୍ରେ ମୋର 94 ଥିଲା ପିଲାମାନେ 94 ବୁଝିପାରୁଛ ନା ବୁଝିପାରୁନ 94 ଥିଲା ହେଲା ଯୋଉଠିକି ମୁଁ ଆଶା ରଖିଥିଲି ସେ 70 62 କି 65 ଭିତରେ ଆସିବ 94 ଥିଲା ପିଲାମାନେ ଭାବି ପାରୁଛ ତେଣୁ ତମମାନଙ୍କୁ ମୁଁ ଆଜି କିଛି ଏମିତି ଜିନିଷ କହିବି ତମମାନେ କ'ଣ ନିଜକୁ ମୋଟିଭେଟ୍ ରଖ ଏବଂ କ'ଣ ସାଂସ୍କିଟ୍ ଏକ୍ଜାମ୍ରେ ଯେମିତି ହେଲେ ତମକୁ 90 ରଖିବାକୁ ହିଁ ପଡ଼ିବ ପିଲାମାନେ ସେଇ ଆଶାରେ ଯାଅ ଏବଂ ଭଲ ପିଲା ଅଛନ୍ତି ପିଲାମାନେ କିଛି ଭଲ ପିଲା ଅଛନ୍ତି 90% ପିଲା ଅଛନ୍ତି ଯେଉଁମାନେ କ'ଣ କରିବେ ନା ସାଂସ୍କିଟ୍ ଏକ୍ଜାମ୍ ପୂର୍ବରୁ ହିନ୍ଦୀ ଏକ୍ଜାମ୍ ପୂର୍ବରୁ ସାଂସ୍କିଟ୍ ମଧ୍ୟ ପଢ଼ିବେନି ସାଂସ୍କିଟ୍ ବି ପଢ଼ିବେନି ଖାଲି ଗ୍ରାମାର ଟିକେ ଦେଖିଦେବେ କାହିଁକି ତାଙ୍କର ବର୍ଷ ଯାକ ଭିତରେ ସାଂସ୍କିଟ୍ କ'ଣ ପୁରା ମୁଣ୍ଡରେ ଫିଟ୍ ହେଇକି ଅଛି ମ୍ୟାଥମେଟିକ୍ସ ବସି ଦେଖିବେ ସାଇନ୍ସ ବସିକି ଦେଖିବେ କିନ୍ତୁ ସାଂସ୍କିଟ୍ ଦେଖନ୍ତିନି ପିଲାମାନେ ବୁଝିପାରୁଛ ତେଣୁ ସାଂସ୍କିଟ୍ ପିଲାମାନେ କ'ଣ କର ତମମାନଙ୍କୁ ଯଦି ଟାଇମ୍ ପାଇଛ ଗୋଟେ ଦିନ ସଣ୍ଡେ ତମ ପାଖରେ ଗୋଟେ ଟାଇମ୍ ଅଛି ତ ଗୋଟେ ଦିନକୁ ଆମେ କ'ଣ କରିବା ସଠିକ୍ ଭାବେ କ'ଣ କରିବା ପିଲାମାନେ ତାକୁ ଉପଯୋଗୀ କରିବା ହେଲା ୟୁଟିଲାଇଜ୍ କରିବା ଆମେ କ'ଣ କରିବା ସାଂସ୍କିଟ୍ରେ ଆଟଲିଷ୍ଟ 9+ ରଖିପାରିବା ତମମାନଙ୍କୁ ପିଲାମାନେ ଫାଷ୍ଟ ସିଲାବସ୍ ତମମାନଙ୍କର ଯଦି ମୁଁ କହିବି ଆମକୁ ଯଦି ମାର୍କ ବ୍ରେକଡାଉନ୍ ଯଦି ହେବ ଆମର 50 ମାର୍କ ସବଜେକ୍ଟିଭ୍ କଥା ମୁଁ କହିବି ତାହେଲେ 50 ମାର୍କ ସବଜେକ୍ଟିଭ୍ ଭିତରେ ଆମର କ'ଣ ଆସିଯାଉଛି ପିଲାମାନେ ଫାଷ୍ଟ କହିଲ 50 ମାର୍କ ସବଜେକ୍ଟିଭ୍ ଭିତରେ ତମର କ'ଣ ଆସିଯାଉଛି ପିଲାମାନେ ମୋତେ ଫାଷ୍ଟ କହିଲ ତମର ପୋଏମ୍ ଆସିଯାଉଛି କେତେ ମାର୍କ ପିଲାମାନେ 2ଟା ଆସିଯାଉଛି କେତେ ଆସିଗଲା 10 ମାର୍କ ହେଲା ସରି ପୋଏମ୍ ଆସିଗଲା 2ଟା ପ୍ରୋଜ୍ କ'ଣ ଆସିଗଲା ପିଲାମାନେ 2ଟା ଆସିଗଲା କେତେ ମାର୍କ ପିଲାମାନେ 2ଟା କେତେ ମାର୍କ ରହିଗଲା 10 ମାର୍କ ହେଲା ଗଦ୍ୟ ବିଭାଗ ପଦ୍ୟ ବିଭାଗ ଗଲା ଆଉ କ'ଣ ଆସିଲା ପିଲାମାନେ ଅନୁଚ୍ଛେଦ ଆସିଗଲା କ'ଣ ଆସିଗଲା ଅନୁଚ୍ଛେଦ ଆସିଲା କେତେ ମାର୍କ ପିଲାମାନେ 10 ମାର୍କ ଆସିଗଲା କ'ଣ ଅନୁଚ୍ଛେଦ 5ଟା ପଡୁଛି 2 ମାର୍କିଆ କେତେଟା 10 ମାର୍କ ଓକେ ତାପରେ ଆସିଲା ପିଲାମାନେ କ'ଣ ଟ୍ରାନ୍ସଲେସନ୍ ହେଲା ଟ୍ରାନ୍ସଲେସନ୍ ଆସିଲା କେତେ ମାର୍କ ପିଲାମାନେ 10 ମାର୍କ କେତେଟାରୁ 8ଟାରୁ କେତେଟା କରିବା 5ଟା କରିବା ବାକ୍ୟ ଗଠନ କେତେଟା କରିବା ପିଲାମାନେ 10ଟା 10 ମାର୍କ ସେଇ ପୁଣି କ'ଣ 8ଟାରୁ 5ଟା କରିବା ବାସ୍ ଏତିକି ହେଲା ତମର କ'ଣ ପିଲାମାନେ 50 ମାର୍କ କେତେ ମାର୍କ ଆସିଗଲା 50 ମାର୍କ ହେଇଗଲା ତମକୁ ମୁଁ ଅବଜେକ୍ଟିଭ୍ କଥା କହିବି ପିଲାମାନେ ଅବଜେକ୍ଟିଭ୍ କଥା କହିବି କିନ୍ତୁ ମୁଁ ଫାଷ୍ଟ ସବଜେକ୍ଟିଭ୍ କଥା କହିଦେଉଛି ସବଜେକ୍ଟିଭ୍ କଥା କହିଦେଉଛି ତାପରେ କ'ଣ କହିବି ତମକୁ ଅବଜେକ୍ଟିଭ୍ରେ କୋଉଟାକୁ ଫୋକସ୍ ରଖିବା କାହାକୁ ପଢ଼ିବା କିପରି ପଢ଼ିବା ତମକୁ ମୁଁ ଜଣେଇବି ମୁଁ ଫାଷ୍ଟ ସବଜେକ୍ଟିଭ୍ କଥା କହୁଛି ପିଲାମାନେ ଯେଉଁମାନେ ଭାବୁଛ ସାର୍ ମୋର 50ରୁ 40 ତଳକୁ ରହିବ ବୋଲି ଭାବୁଛ ଯେଉଁମାନେ ଭାବୁଛ ମୁଁ ସିରିୟସଲି କହୁଛି ପିଲାମାନେ ଯେଉଁମାନେ ଭାବୁଛ ସାର୍ ମୁଁ 50ରୁ 40 ତଳକୁ ରଖିବି ତମମାନଙ୍କୁ ରିକ୍ୱେଷ୍ଟ ଗୋଟେ ମୋ ଚ୍ୟାନେଲ ଏଇ ଭିଡ଼ିଓ ଦେଖନି ଛାଡ଼ିଦେଇକି ପଳାଅ ପିଲାମାନେ
ଯଦି ତମେ ଗଧ ପିଲା ହୁଅ କିମ୍ବା ଭଲ ପିଲା ହୁଅ, ମୋର ପିଲାମାନେ କିଛି ବି ଫରକ ପଡୁନି। ତମମାନଙ୍କୁ ମୁଁ ଖାଲି ଗୋଟେ ଜିନିଷ କହି ରଖୁଛି, ଆଟଲିଷ୍ଟ 50 ରୁ ଆମର 45 ରହିବ ହିଁ ରହିବ। ସାଂସ୍କ୍ରିଟରେ ଯଦି 45 ନ ରହିବ ସବଜେକ୍ଟିଭରେ, ତାହେଲେ ଆମେ କଣ ପାଠ ପଢିବା ରେ ଗଧ ପିଲା? ଆମେ କଣ ପାଠ ପଢିବା? ଆମର ସାଂସ୍କ୍ରିଟରେ ଯଦି 45 ନ ରହିବ, ରହିବ ହିଁ ରହିବ। କାହିଁକି ରହିବନି? ପିଲାମାନେ ତମମାନଙ୍କର ପୋଏମରୁ 10 ରୁ ଧର 9 ମାର୍କ ଆସିବ ହିଁ ଆସିବ। ପ୍ରୋଜରୁ ସେଇଭଳି 9 ମାର୍କ ଆସିବ ହିଁ ଆସିବ। ତମମାନଙ୍କ ଅନୁଚ୍ଛେଦରୁ 10 ମାର୍କରୁ 10 ମାର୍କ ଆସିବ ହିଁ ଆସିବ। ଟ୍ରାନ୍ସଲେସନ 10 ମାର୍କରୁ 10 ମାର୍କ ବି ଆସିବ ପିଲାମାନେ। ବଟ୍ ମୁଁ ପକଉଛି 8 ପକଉଛି, 8 ଆସିବ ହିଁ ଆସିବ। ବାକ୍ୟ ଗଠନ ପିଲାମାନେ 8 ଆସିବ ହିଁ ଆସିବ। ତାହେଲେ କେତେ ମାର୍କ ତମର କଟିଲା ପିଲାମାନେ? କେତେ ମାର୍କ କଟିଲା? 1 2 ଏଠି କେତେ କଟିଲା? 4 ମାର୍କ କଟୁଛି। ଏଠି 4 ସେପଟେ 6 ମାର୍କ କଟୁଛି। 44 ଟା ଆସିବ ହିଁ ଆସିବ। 44 ଆସିବ ହିଁ ଆସିବ। ବୁଝିପାରୁଛ ନା ବୁଝିପାରୁନ? ସାଂସ୍କ୍ରିଟରେ ଆମକୁ ଏଇ ପ୍ରିପାରେସନରେ ଏଇ ପ୍ଲାନରେ ଯିବାକୁ ହିଁ ପଡିବ ପିଲାମାନେ। ତମମାନଙ୍କୁ ଯଦି ମୁଁ କହିବି ପିଲାମାନେ ଆମେ ପୋଏଟ୍ରି ସେକ୍ସନ ବା ପୋଏମ୍ ସେକ୍ସନରେ କଣ ଦେଖିବା? ତମମାନଙ୍କ ଚାପ୍ଟରର ପିଲାମାନେ ଖାଲି ସାରାଂଶଟା ଲେଖିକି ଯାଅ। ସାରାଂଶ ଖାଲି ଲେଖିକି ଯାଅ। ଯଦି ଏପର୍ଯ୍ୟନ୍ତ ଯଦି ପାଠ ତମେ ଷ୍ଟାର୍ଟିଂ କରିନ, ସାଂସ୍କ୍ରିଟ ଯଦି ନ ପଢିନ, ତମେ ସାଂସ୍କ୍ରିଟ ପଢି ପାରୁଛ ଟି? ମତେ ଫାଷ୍ଟ କହିଲ। ସାଂସ୍କ୍ରିଟ ପଢି ପାରୁଛ ପିଲାମାନେ? ସାଂସ୍କ୍ରିଟ ନ ପଢି ପାରିଲେ କିଛି ହବନି। ଯଦି ସାଂସ୍କ୍ରିଟ ନ ପଢି ପାରୁଛ ତାହେଲେ କଣ କରିବ? ଆଗ ପିଲାକୁ ପଚାରିବ, ଆରେ ଏଇ କୋଶ୍ଚିନଟା କଣ ଲେଖା ହେଇଛି? ଯଦି କହିଲା ନାହିଁ ଏଇଟା କଣ ଉପମନ୍ୟୁ ଚାପ୍ଟରରୁ ଆସିଛି, ତାହେଲେ କଣ କରିବ? ଉପମନ୍ୟୁରେ ଯାହା ସାରାଂଶ ଅଛି ତାକୁ କଣ ଲେଖିକି ପଳେଇ ଆସିବ। ମୋର ବୁଝିପାରୁଛ ନା ବୁଝିପାରୁନ? ବୁଝିପାରୁଛ ନା ବୁଝିପାରୁନ ପିଲାମାନେ? ଏଇ ୱେରେ ପାଠ ପଢ। ଯଦି ସାଂସ୍କ୍ରିଟ ନ ପଢି ପାରୁଛ ତାହେଲେ କଣ କରିବା? ଆଉ ତ ପଢିବାକୁ ସମୟ ନାହିଁ, ଆମକୁ କି ବୁଝିବାକୁ ସମୟ ନାହିଁ। ଆମେ କଣ କରିବା? ଆଗ ପିଲାକୁ ପଚାରିବା, ଆରେ କୋଶ୍ଚିନ ଆମର କଣ ପଡିଛି? କୋଉ ଚାପ୍ଟର ପଡିଛି? ନାଇଁ ସାର୍ ଉପମନ୍ୟୁ ଚାପ୍ଟର ପଡିଛି। ଯଦି ପିଲାଟା କହିଲା, ଆମେ କଣ କରିବା? ତମକୁ ସେ ଯାହା ଦେଇଛି ନା, ତମେ ଖାଲି କଣ କରିବ? ଗପଟିକୁ ଲେଖିକି ଆସିବ। ଗପଟିକୁ ଲେଖିକି ଆସିବ ପିଲାମାନେ। ତ କଣ କରିବ ପିଲାମାନେ? ପୋଏମରୁ ପ୍ରୋଜରୁ ପୋଏମରୁ ପ୍ରୋଜରୁ ତମେ କଣ କରିବ ପିଲାମାନେ? ଖାଲି ସାରାଂଶତକ ପଢିକି ଯାଅ। ଖାଲି ସାରାଂଶତକ ପଢିକି ଯାଅ। ତମର ଖାଲି ଓଡିଆରେ ହିଁ ଲେଖିବାର ଅଛି। ସଂସ୍କୃତରେ ମଧ୍ୟ ଲେଖିବାର ନାହିଁ। ଓଡିଆରେ ମଧ୍ୟରେ କଣ ତମକୁ ଲେଖିବାର ଅଛି ପିଲାମାନେ। ଆରାମସେ ମାର୍କ ପାଇବ ପିଲାମାନେ। ଆରାମସେ ମାର୍କ ପାଇବ। ମୁଁ ନିଜେ ପାଇଛି, ମୋର ଏକ୍ସପିରିଏନ୍ସ ଅଛି ପିଲାମାନେ। ମୋତେ ସାଂସ୍କୃତିକ କଣ ଟିକେ ଟିକେ ପଢି ଆସେ, ଟିକେ ଟିକେ ପଢି ଆସେନି। ମୁଁ ସିରିୟସଲି କହୁଛି, ସତ କଥା କହୁଛି ପିଲାମାନେ। ତମକୁ ରୁଚି ଲାଭ କଣ? ସତ କଥା କହୁଛି। ହେଲା, ଆଗ ପିଲାକୁ ପଚାରିବି କୋଶ୍ଚିନଟା କୋଉଠୁ ପଡିଛି, ସେ କହିବ ଏଇ ଚାପ୍ଟରରୁ ପଡିଛି। ମୁଁ ଗପ ଲେଖିକି ପଳେଇ ଆସିବି ପିଲାମାନେ। ମୁଁ ଗପ ଲେଖିକି ଆସିବି। ମୋ କଥା ମୁଁ 10 ବର୍ଷ ପୂର୍ବର କଥା ମୁଁ କହୁଛି ପିଲାମାନେ। ବୁଝିପାରୁଛ? ଆଣ୍ଡ ମୁଁ ପାଇଛି କେତେ? 94 ମାର୍କ ପାଇଥିଲି। 94 ଏକ୍ସପେକ୍ଟେସନ ବାହାରିଥିଲା ପିଲାମାନେ ମାର୍କ ମୋର। ମୁଁ ତମମାନଙ୍କୁ ସେୟାର କରୁଛି ପିଲାମାନେ ଏଠି ସତ କଥା। ତେଣୁ ତେଣୁ ଗପ ଲେଖିକି ଆସିବ। ତମମାନଙ୍କୁ ଯାହା ମାନେ କୋଶ୍ଚିନ୍ ଜାଣିଥିଲ, ଯୋଉ ଟପିକରେ କୋଶ୍ଚିନ୍ ପଡିଛି, ତମମାନେ କଣ କରିବ? ସେଇ ବିଷୟକୁ ନେଇକି କଣ କରିବ? ଗପଟିକୁ ଲେଖିକି ଆସିବ। ଆରାମସେ ତମମାନେ କେତେ ମାର୍କ ପାଇବ? ଫୁଲ ଟୁ ଫୁଲ ମାର୍କ ପାଇବ ହିଁ ପାଇବ। ପାଇବ ହିଁ ପାଇବ ପିଲାମାନେ, କେହି କାଟି ପାରିବେନି। ଅନୁଚ୍ଛେଦ ମାର୍କ, ଅନୁଚ୍ଛେଦ 10 10 10 10 ଏକୁ କେହି କାଟି ପାରିବେନି ପିଲାମାନେ। ଟ୍ରାନ୍ସଲେସନ ଆଉ ବାକ୍ୟ ଗଠନ ତାକୁ ଟିକେ ଫୋକସ ରଖିବ। 8ଟାରୁ ଯୋଉ 5ଟା ହେଇଛି ଏବଂ ଏଥିରୁ ଯୋଉ 8ଟାରୁ 5ଟା ହେଇଛି ତାକୁ ଟିକେ କରିବ ଫୋକସ ରଖିବ। ଟ୍ରାନ୍ସଲେସନ ଭୁଲ କରିବନି। ନ ଆସୁଛି ଆରାମସେ ଆଗ ପିଲାକୁ ପଚାରିବ, ପଛ ପିଲାକୁ ପଚାରିବ, ସାଇଡ ପିଲାକୁ ପଚାର। କଥାବାର୍ତ୍ତା ତ ହଉଛ, ତମକୁ ସେ ଲାଇସେନ୍ସ ଦେଇ ଦଉଛନ୍ତି କଣ ପିଲାମାନେ? ପରୀକ୍ଷା ହେଲେ ଲାଇସେନ୍ସ ଦଉଛନ୍ତି କଥାବାର୍ତ୍ତା ହେଇକି ଲେଖ ବୋଲି, ଦେଇ ଦଉଛନ୍ତି ଟାଇମ। ଆରାମସେ ପିଲାମାନେ କଥାବାର୍ତ୍ତା ହଉ, ଆରାମସେ ଡିସ୍କସନ କର, ସାଙ୍ଗମାନଙ୍କ ଭିତରେ ଡିସ୍କସନ କର, କୋଉଟା ଆସୁଛି କୋଉଟା ନ ଆସୁଛି, କୋଉଟା କରିବା କୋଉଟା ନ କରିବା, କଥାବାର୍ତ୍ତା ହୁଅ ପିଲାମାନେ। କିନ୍ତୁ କଣ କର? ଠିକ ଭାବେ କର। ମନ ଇଚ୍ଛା ଲେଖିବନି, ଭୁଲ ଲେଖିବନି। ଯୋଉଟା ଜାଣିଛ 8ଟାରୁ 5ଟା କରିପାରିବନି। ଆରେ 8ଟାରୁ 5ଟା କରିପାରିବନି। ମୁଁ ତ 10 10 ଲେଖିବା କଥା, ତମକୁ 8 ଲେଖିଛି, ମୁଁ 10 10 ପାଇବ। ତମେ 10 ହିଁ ପାଇବ। ଏଠି ବି 10 ପାଇବ, ଏଠି ବି 10 ପାଇବ। ତେଣୁ ଆଟଲିଷ୍ଟ ଆମକୁ ପିଲାମାନେ 45 ପ୍ଲସ୍ ଦରକାର ହିଁ ଦରକାର। କାରଣ ତମର ଓଡିଆରେ ଯଦି ଖରାପ ହେଇଛି, ଲିଟରେଚର ସବଜେକ୍ଟ ମୁଁ ଯଦି କହିବି ଇଂଲିଶ ଯଦି ଖରାପ ହେଇଛି ନା, ସେଇ ମାର୍କକୁ ଆମକୁ ଉଠେଇବ କିଏ? ସେ ସାଂସ୍କ୍ରିଟ କିମ୍ବା ହିନ୍ଦୀ ହିଁ ଉଠେଇବ। ସାଂସ୍କ୍ରିଟ କିମ୍ବା ହିନ୍ଦୀ ଉଠେଇବ, ତାକୁ ଛାଡିକି ତମର ଆଉ କୋଉ ସବଜେକ୍ଟ ବି ଉଠେଇବ ନାହିଁ ପିଲାମାନେ। କୋଉ ସବଜେକ୍ଟ ଉଠେଇବ ନାହିଁ। ମ୍ୟାଥମେଟିକ୍ସକୁ ଆଶା ରଖନି, ସାଇନ୍ସକୁ ଆଶା ରଖନି, ହିଷ୍ଟ୍ରି ଜିଓଗ୍ରାଫିକୁ ଆଶା ରଖନି। ମୁଁ କହି ରଖିବି, ତମର ଗୋଟିଏ ସବଜେକ୍ଟ ହଉଛି ସାଂସ୍କ୍ରିଟ ସବଜେକ୍ଟ, ଯୋଉଟା ତମକୁ କଣ ଦବ ପିଲାମାନେ? ମାର୍କ ତମର କଣ କରିବ ପିଲାମାନେ? ବୋର୍ଡ ଏକ୍ସାମରେ ବୁଷ୍ଟ କରିବ। ନହେଲେ ଆଉ କୋଉ ସବଜେକ୍ଟ ନାହିଁ ତମର କଣ କରିବ ପିଲାମାନେ? ମାର୍କ ମନ ଇଚ୍ଛା ବଢେଇ ଦବ, ଯଦି ତମେ ପାଠ ପଢିନଥିବ। ବୁଝିପାଇଲ ପିଲାମାନେ? ବୁଝିପାଇଲ? ଆରେ ଗଧ ପିଲା ସବୁ ବୁଝିପାଇଲ ଟି? ନା ଭଲ ପିଲା ସବୁ ଅଛ? ଭଲ ପିଲା ଯଦି ଅଛ, ଗଧ ପିଲା ଯଦି ଅଛ, ତମମାନଙ୍କୁ ମୁଁ ସମସ୍ତ ପାଇଁ କହୁଛି ପିଲାମାନେ, ଫୋକସ ଦେଇକି ମୋ ଭିଡିଓ ଖାଲି ଦେଖ। ତମମାନଙ୍କର ହିଁ ପିଲାମାନେ 95 ରୁ 97 ରହିବ। ଟାର୍ଗେଟ କେତେ ପିଲାମାନେ? 95 ରୁ 97। ମୋର ବି 90 ରହିବ। ମୋର ବି 90 ରହିବ। ଏଇଟା ହଉଛି କଣ ପିଲାମାନେ? ତମର ଟାର୍ଗେଟ। ବୁଝିପାଇଲ? ସେକେଣ୍ଡ ହେଲା କଣ ତମଙ୍କର? ଏମସିକ୍ୟୁ ପାଇଁ। ଏମସିକ୍ୟୁ ପାଇଁ ଯଦି ମୁଁ କହିବି ପିଲାମାନେ, ଏମସିକ୍ୟୁ ପାଇଁ ଆମର କେତେ ମାର୍କ ଆସୁଛି? 50 ରୁ ଆସୁଛି। 50 ରୁ ପିଲାମାନେ 45 ପ୍ଲସ୍ ରଖିଦିଅ। ଆଖି ମୁଜିକି କହିଦିଅ, ସେ ସମୟ 45 ରୁ 50 ରୁ 45 ପ୍ଲସ୍ ଏମସିକ୍ୟୁ ରେ ରହିବ ହିଁ ରହିବ ପିଲାମାନେ, ରହିବ ହିଁ ରହିବ। କାହିଁକି? ତମକୁ ଯଦି ମୁଁ କହିବି ଗ୍ରାମାର ମୁଁ ଲେଖିଛି, ତମକୁ ମୁଁ କହିବି ଗ୍ରାମାରରେ ଆମର କିଛି ଇମ୍ପୋର୍ଟାଣ୍ଟ ପାର୍ଟ ଅଛି, ତାକୁ ମୁଁ କହିବି। କିନ୍ତୁ ଆମେ ମୁଖ୍ୟ ଫୋକସ କାହାକୁ ଦବା? ତମକୁ ଯଦି ମୁଁ କହିବି ପ୍ରୋ ସେକ୍ସନରୁ, ତମର ପୋଏଟ୍ରି ସେକ୍ସନରୁ ପିଲାମାନେ, ତମ ସମୁଦାୟ ମିଶିକି କେତେଟା କୋଶ୍ଚିନ୍ ଆସୁଛି? ନନିରାଲ ହୋଇଯାଉ, ତମର ମିଶିକି କେତେଟା କୋଶ୍ଚିନ୍ ଆସୁଛି? 25ଟା କୋଶ୍ଚିନ୍ ଆସୁଛି। କେତେଟା ଆସୁଛି ପିଲାମାନେ? 25ଟା କୋଶ୍ଚିନ୍ ଆସୁଛି। ଗ୍ରାମାର ସେକ୍ସନ ତମର କେତେଟା କୋଶ୍ଚିନ୍ ଆସୁଛି? ଖାଲି 25ଟା କୋଶ୍ଚିନ୍ ଆସୁଛି। ତେଣୁ ତମମାନଙ୍କୁ ମୁଁ କହିବି ପିଲାମାନେ, ଯଦି ସମୟ ପାଉଛ, ଯଦି ସମୟ ପାଉଛ ପିଲାମାନେ, ଆଟଲିଷ୍ଟ ତମଙ୍କର ସଣ୍ଡେ ହଉ କିମ୍ବା ଯଦି ଆଜି ଶନିବାର ହଉଛି, ଆଜି ଯଦି ଦେଖୁଛ ଯଦି ଭିଡିଓ ଆଜି ଦେଖ। ଯେତେବେଳେ ପାଉଛ ନା, ତମେ କଣ କର? ଆଟଲିଷ୍ଟ ତମଙ୍କ ଗ୍ରାମାରକୁ ପିଲାମାନେ 3 ଘଣ୍ଟା 4 ଘଣ୍ଟା ଖାଲି ଫୋକସ ରଖିଦିଅ। ଖାଲି 3 ଘଣ୍ଟା 4 ଘଣ୍ଟା ଫୋକସ ରଖିଦିଅ। ଏବଂ ତାକୁ ଛାଡିକି ପିଲାମାନେ ମୁଁ ତମକୁ ତାକୁ ଛାଡିକି ଆଉ ଗୋଟେ କଥା କହିବି, ଭିଡିଓ କାଟିକି ଯାଉନି ପିଲାମାନେ, ଭିଡିଓ କାଟିକି ଯାଉନି, ତମକୁ ଡାଇରେକ୍ଟ ଏମସିକ୍ୟୁ କୋଉଠୁ ଆସୁଛି ତାକୁ ମଧ୍ୟ ମୁଁ କହିବି।
ତମର ଖାଲି କଣ କର ପିଲାମାନେ ଗ୍ରାମାର କୁ କଣ କର ଖାଲି ଫୋକସ ରଖିବ ତମର 25 ମାର୍କ ପାଇଁ। ତମର ଗ୍ରାମାର ପିଲାମାନେ ଇମ୍ପୋର୍ଟାଣ୍ଟ କଣ ଆସିବ ଯେମିତି ମୁଁ ତମକୁ କହିବି ପିଲାମାନେ ସନ୍ଧି ଆସି ଯାଉଛି ତମର କଣ ଆସି ଯାଉଛି ସନ୍ଧି ଆସି ଯାଉଛି ସମାସ ଆସି ଯାଉଛି ପିଲାମାନେ ହେଲା ତମର ତାପରେ ଆଉ କଣ ଆସିଗଲା ପିଲାମାନେ କାରକ ବିଭକ୍ତି ଆସିଗଲା କଣ ଆସିଲା କାରକ ବିଭକ୍ତି ଆସିଗଲା 5 ମାର୍କ ସନ୍ଧି ହଉଛି 5 ମାର୍କ ସମାସ ହଉଛି 5 ମାର୍କ କାରକ ବିଭକ୍ତି ହଉଛି 5 ମାର୍କ ପିଲାମାନେ ପ୍ରତ୍ୟୟ ଆସିବ କଣ ଆସିବ ପିଲାମାନେ ପ୍ରତ୍ୟୟ ଆସି ଯାଉଛି କୋଉ ପ୍ରତ୍ୟୟ ସ୍ତ୍ରୀ ପ୍ରତ୍ୟୟ ଆସିବ ପ୍ରକୃତି ପ୍ରତ୍ୟୟ ଆସିବ ହେଲା ତ ଇଏ ତମର 5 ମାର୍କ ଆସି ଯାଉଛି ତାପରେ ପୁଲିଙ୍ଗ ହେଲା ପୁଲିଙ୍ଗ ଓ ସ୍ତ୍ରୀଲିଙ୍ଗ ନେଇକି ତମକୁ ପଚାରିବ କ୍ୱେଶ୍ଚିନ୍ କେତେ ମାର୍କ 5 ମାର୍କ ଆସିଗଲା 5 10 15 20 25 ମାର୍କ ହେଇଗଲା ତ ଇଏ ହଉଛି 25 ମାର୍କ ତମର କଣ ଗ୍ରାମାରକୁ ନେଇକି ଆସିବ ମୁଁ ଭାବୁଛି ପିଲାମାନେ ତମକୁ ସବୁ ଯାକ ଜିନିଷ ସବୁ କ୍ଲିୟର ହେଇଥିବ ଗ୍ରାମାରକୁ ନେଇକି ଆମେ ସବୁ କଣ ତମକୁ ଏତିକି ପଢିବାକୁ ପଡିବ ମାନେ ପଢିବାକୁ ପଡିବ ନ ପଢିଲେ କିଛି ହବନି ଆଉ ଯଦି ଭାବୁଛ ଆଗ ପିଲାଠୁ ପଚାରବ ଯଦି ଆଗ ପିଲା ପଢିନଥିବ ଯଦି ଆଗ ପିଲା ପଢୁନଥିବ ତାହେଲେ କଣ କରିବ କିଛି କରିପାରିବନି ତେଣୁ ତମକୁ କଣ ଆଟଲିଷ୍ଟ ଟିକେ କଣ ପଢିବାକୁ ପଡିବ ନ ପଢିଲେ କିଛି ହବନି ଗ୍ରାମାରକୁ ଖାଲି ଯଦି ପାଉଛ ଫୋକସ ରଖ ନହେଲେ ତମର ଲଙ୍ଗ କୋଶ୍ଚିନ୍ ସେକ୍ସନକୁ ମୁଁ ଭାବୁନି କିଛି ତମକୁ ଡିଫିକଲ୍ଟ ହବ ବୋଲି ପ୍ରୋଜ ପ୍ରୋଏଟ୍ରି ତମର ଅନୁଚ୍ଛେଦ ଟ୍ରାନ୍ସଲେସନ ବାକ୍ୟ ଗଠନ ଆରାମସେ ପିଲାମାନେ ତମେ କଣ କରିବ ସ୍କୋର ମାର୍କିଂ ଏରିଆରେ ତମଙ୍କର ଆରାମସେ ତମେ 50 ରୁ 45 ପ୍ଲସ ରଖିଦବ ଏବଂ ଏମସିକ୍ୟୁ ତମେ ଯଦି ଗ୍ରାମାରକୁ ପିଲାମାନେ 25 ମାର୍କ କରୁଛ ପିଲାମାନେ ଫୋକସ ଦେଇରୁଛ ଏବଂ ତାହେଲେ ତମର କଣ ପିଲାମାନେ ତମର ଏଥିରେ ମଧ୍ୟ କଣ ହେଇଯିବ 50 ରୁ 45 ପ୍ଲସ ଆରାମସେ ରହିଯିବ ଏବଂ ଇମ୍ପୋର୍ଟାଣ୍ଟ ହଉଛି କଣ ପିଲାମାନେ ଇମ୍ପୋର୍ଟାଣ୍ଟ ହଉଛି କଣ ପିଲାମାନେ ସାର୍ ଆମେ ପଢିବୁ କୋଉଠୁ ଏମସିକ୍ୟୁ ପାଇଁ ପଢିବୁ କୋଉଠୁ ମୋ କଥା ଗୋଟେ ମାନିବ ପିଲାମାନେ ମୋ କଥା ମାନିବ ଗୋଟେ ଯଦି ଏମସିକ୍ୟୁ ପାଇଁ ପଢିବାକୁ ଚାହୁଁଛ ତାହେଲେ ପିଲାମାନେ ପରୀକ୍ଷା ଦର୍ପଣ କଣ ପିଲାମାନେ ପରୀକ୍ଷା ଦର୍ପଣର ପିଲାମାନେ 250 ଟି ଏମସିକ୍ୟୁ କ୍ୱେଶ୍ଚିନ୍ ତମର ଯେତକ ମଡେଲ ପେପର ଫାଇନାନ୍ସ ବର୍ଜନ ଅଛି ମଡେଲ ପେପର 1 ରୁ ଆରମ୍ଭ କରି ମଡେଲ ପେପର 2 3 4 5 ପାଞ୍ଚଟି ଯାକ ପେପରରୁ ପିଲାମାନେ 50 ଲାଖି କ୍ୱେଶ୍ଚିନ୍ ମାନେ 250 କ୍ୱେଶ୍ଚିନ୍ ଏବଂ ଲାଷ୍ଟ ପିଲାମାନେ 2 ଇୟର ଟୁ 3 ଇୟର କ୍ୱେଶ୍ଚିନ୍ 2 ଟୁ 3 ଇୟର କ୍ୱେଶ୍ଚିନ୍ ପାଖାପାଖି 2 ଟୁ 3 ଇୟର କଣ କ୍ୱେଶ୍ଚିନ୍ ପାଖାପାଖି 2025 24 23 22 21 ଏବଂ 19 18 ଯଦି ପାରୁଛ ପିଲାମାନେ ତାକୁ କଣ ଦେଖିଦିଅ ସେଥିରୁ ମନେକର କେତେ କ୍ୱେଶ୍ଚିନ୍ ଦେଖିଥିଲ ପିଲାମାନେ 250 କ୍ୱେଶ୍ଚିନ୍ ଦେଖିଥିଲ କେତେ କ୍ୱେଶ୍ଚିନ୍ ଦେଖିଥିଲ ଲାଷ୍ଟ 5 ବର୍ଷ କ୍ୱେଶ୍ଚିନ୍ ଦେଖିଦିଅ 250 କ୍ୱେଶ୍ଚିନ୍ ଯଦି ତମେ ଏଇ 500 କ୍ୱେଶ୍ଚିନ୍ ଦେଖି ରହୁଛ ତାହେଲେ ମୁଁ କହି ରଖିବି ପିଲାମାନେ ତମର 500 ରୁ ମିନିମମ୍ ଆଟଲିଷ୍ଟ 30ଟା କ୍ୱେଶ୍ଚିନ୍ ତମର ଡାଇରେକ୍ଟ ପଡିଯିବ 30ଟା କ୍ୱେଶ୍ଚିନ୍ ପ୍ଲାନ୍ ଡାଇରେକ୍ଟ ପଡିଯିବ 30 ମାର୍କ ତମର ଡାଇରେକ୍ଟ ପଡିଯିବ 50 ରୁ 30 ମାର୍କ ତମର ଡାଇରେକ୍ଟ ପଡିଯିବ ଆଉ ପଡିଛି ମଧ୍ୟ ତମେ ନିଜେ ଖାଲି ବହି ଯାଇକି ଚେକ୍ କର ପରୀକ୍ଷା ଦର୍ପଣ ପିଲାମାନେ ତମର ଓଡିଆ କ୍ୱେଶ୍ଚିନ୍ ଡାଇରେକ୍ଟ କେତେଟା ପଡିଛି ଆଉ ତମର ଇଂଲିଶ କ୍ୱେଶ୍ଚିନ୍ ପରୀକ୍ଷା ଦର୍ପଣ ସବୁ ଯାକ ମଡେଲ ପେପର ଚେକିଂ କର କେତେଟା ଡାଇରେକ୍ଟ କ୍ୱେଶ୍ଚିନ୍ ପଡିଛି ପ୍ରିଭିୟସ୍ କ୍ୱେଶ୍ଚିନ୍ ଖାଲି ତମେ କଣ କର ଖାଲି ରିଭିଜନ କରି ଦେଖ ଖାଲି ଇଂଲିଶ ଆଉ ଓଡିଆ ସହ ରିଭିଜନ କରି ଖାଲି ଦେଖ କେତେଟା ଡାଇରେକ୍ଟ କ୍ୱେଶ୍ଚିନ୍ ପଡିଛି ମୁଁ କହିଛି ପିଲାମାନେ ପିଲାମାନେ ପଢିବ ହିଁ ପଢିବ ପଢିଛି ମଧ୍ୟ ତେଣୁ ତମଙ୍କ ଟାର୍ଗେଟ ହେଲା କଣ ଏମସିକ୍ୟୁ ପାଇଁ ଆମେ କଣ କରିବା ପରୀକ୍ଷା ଦର୍ପଣ ଥିବା 250 କ୍ୱେଶ୍ଚିନ୍ ଦେଖିବା ଲାଷ୍ଟ 2 ବର୍ଷ 3 ବର୍ଷ କିମ୍ବା 5 ବର୍ଷ ଧର ତାକୁ ମଧ୍ୟ 250 କ୍ୱେଶ୍ଚିନ୍ ଦେଖିଦେବା ଯାହା ଫଳରେ ଆମ ମିନିମମ୍ 500 କ୍ୱେଶ୍ଚିନ୍ କଣ ହେଇଯିବ ଏମସିକ୍ୟୁ ପାଇଁ ଟରେ ହେଇଯିବ ଆମେ କଣ କରିବା ଆରାମସେ 30 ମାର୍କ ସେଥିରୁ କଣ ତମଙ୍କର ବାଜିଯିବ ପିଲାମାନେ ବାଜିଯିବ 100% ଗ୍ୟାରେଣ୍ଟି ତମଙ୍କର ବାଜିଯିବ ଏବଂ ବାକି ଯୋଉ ରହିଲା ଆମର 20 ମାର୍କ ଯୋଉ ତମର କଣ ହଉଛି ପିଲାମାନେ ଏମସିକ୍ୟୁ ପାଇଁ ରହୁଛି ତାକୁ ଆମେ କଣ କରିବ ନିଜେ ମନକୁ କରିବାକୁ ଚେଷ୍ଟା କରିବ ସାଙ୍ଗମାନଙ୍କୁ ପଚାର ଯାହାକୁ ପଚାର ସାରଙ୍କୁ ମଧ୍ୟ ପଚାର ସାର୍ ଆନ୍ସର କଣ ପଚାରି ଦିଅ ତମେ ଯାହା କରୁଛ କର ପଛେ ତମଙ୍କର ମୋର କିଛି ଫରକ ପଡୁନି କିନ୍ତୁ ଆମ ଟାର୍ଗେଟ ହେଲା କେତେ ପିଲାମାନେ ଏଠି ଆମେ 45 ରଖିବା ସେଠି ବି ପିଲାମାନେ 45 ରଖିବା 90 ହେଲା ଟାର୍ଗେଟ ଆଉ ଯେତେକ ପିଲାମାନେ ଭଲ ପିଲା ଅଛ ନା ପାଠ ଯୋଉମାନଙ୍କ ଭଲ ପାଠ ପଢୁଛ 95% ତମର ଆଶା ଅଛି ଟୋଟାଲ ଓଭରଅଲି ପିଲାମାନେ ବୋର୍ଡ ଏକ୍ସାମ ରଖିବାକୁ ଚେଷ୍ଟା କରୁଛ ତମମାନଙ୍କ ପାଇଁ ପିଲାମାନଙ୍କୁ କହି ରଖୁଛି ତମ ମାନଙ୍କ ପାଇଁ କହି ରଖୁଛି ଯଦି ପିଲାମାନେ 100 ରୁ ଯଦି 100 ନ ରହିଲା ତମମାନଙ୍କୁ ଖାଲି ମାଡ ହବ ଅନଲାଇନ ମାଡ ହବ ତମମାନଙ୍କୁ ଅନଲାଇନରେ ମାଡ ହବ ହେଲା ହ୍ୟାଣ୍ଡସେକ୍ ତମକୁ କେମିତି କରାହବ ହ୍ୟାଣ୍ଡ ଉପରୁ କରାହବ ହେଲା ହ୍ୟାଣ୍ଡ ଅଫ୍ କରାହବ ହେଲା ହ୍ୟାଣ୍ଡସେକ୍ ନୁହଁ ହ୍ୟାଣ୍ଡ ଅଫ୍ କରାହବ 100 ରୁ 99 ରହିଲେ ବି ତମଙ୍କର ସାଂସ୍କୃତିକ ପିଲାମାନେ ତମମାନଙ୍କର କଣ ଗୋଟେ ଭଲ ମାର୍କ ନୁହଁ ମୁଁ କହିବି 99 ନୁହଁ 100 ରୁ 100 ସାଂସ୍କୃତିରେ 100 ରୁ 100 ମ୍ୟାଥରେ 100 ରୁ 100 ଏଇଟା ହିଁ ହଉଛି ପିଲାମାନେ ଭଲ ପିଲାଙ୍କ ଟାର୍ଗେଟ ପିଲାମାନେ ମ୍ୟାଥମେଟିକ୍ସରେ ସାଂସ୍କୃତିରେ 100 ରୁ 100 ରଖିବେ ମାନେ ରଖିବେ ପିଲାମାନେ ତମମାନଙ୍କ ପାଇଁ ମୁଁ କହି ରଖୁଛି ପିଲାମାନେ ଯେତେକ ଭଲ ପିଲା ମାନେ ଦେଖୁଛ ଏ ଭିଡିଓଟିକୁ ତମମାନଙ୍କ ପାଇଁ ପ୍ଲିଜ୍ ତମମାନଙ୍କୁ ପୁରା ଡେଡିକେସନ ଦେଇକି ପାଠ ପଢ ଯଦି ପିଲାମାନେ ତମ ସବଜେକ୍ଟ ଯଦି ସାଂସ୍କୃତିକ ପୁରା ଓଭରାଲି ଖତମ ବି ହେଇଯାଉଛି ଯଦି ଟାଇମ୍ ବଳୁଛି ପିଲାମାନେ ଟାଇମକୁ ଅଯଥା କଣ କରନି ୱେଷ୍ଟ କରନି ସାଇନ୍ସ ମଧ୍ୟ ପଢ ସାଇନ୍ସ ମଧ୍ୟ କଣ ତମେ ଯଦି ଚାହୁଁଛ ପଢିବାକୁ ସାଇନ୍ସ ମଧ୍ୟ କଣ ତମେ ପଢି ପାରିବ କିନ୍ତୁ ଟାର୍ଗେଟ କେତେ ରଖ ପିଲାମାନେ ସାଂସ୍କୃତିରେ କେତେ 100 କେତେ ପିଲାମାନେ 100 ଏବଂ କେତେବେଳେ 100 ରହିବ ତମେ କଣ କରିବ ଚ୍ୟାନେଲକୁ ପିଲାମାନେ ସବସ୍କ୍ରାଇବ କରିବ ଏବଂ ଭିଡିଓଟିକୁ ଯେତେ ପାରୁଛ ସାଙ୍ଗମାନଙ୍କ ସହ ସେୟାର କରିବ ଏବଂ ଗୋଟେ ଲାଇକ୍ କରିବ ଯଦି ଭିଡିଓଟିକୁ ସେୟାର ନ କରିବ ତାହେଲେ ଏଇଟା ମୋର ଅଭିଶାପ ତମମାନଙ୍କର 99 ରହିଯିବ 99 ରହିଯିବ ତେଣୁ ଚ୍ୟାନେଲକୁ କଣ କର ପିଲାମାନେ ସବସ୍କ୍ରାଇବ ସବୁ କରିଦେଇ ଯାଅ ସବସ୍କ୍ରାଇବ ସମସ୍ତେ କରିଦେଇ ଯାଅ ତମମାନଙ୍କର 2 ମାର୍କ କଣ ହେଇଯିବ ଆପେ ଆପେ ବଢିଯିବ ସମସ୍ତେ ପିଲାମାନେ କହି ରଖିଲି ପ୍ରଥମରୁ କହି ରଖିଲି ପିଲାମାନେ ଚ୍ୟାନେଲକୁ କଣ କର ସବସ୍କ୍ରାଇବ କର ଏବଂ ପିଲାମାନେ ତମମାନଙ୍କୁ ମୁଁ ଓଭରାଲି କଣ କଲି ଏହା ତମମାନଙ୍କୁ ବୁଝିବାର ଥିଲା ପିଲାମାନେ ଆମେ କିପରି ପିଲାମାନେ ଆଟଲିଷ୍ଟ ସାଂସ୍କୃତିରେ 90 ପ୍ଲସ ରଖିପାରିବା ତମମାନଙ୍କ ପାଇଁ ଗୋଟେ ଜବରଦସ୍ତ ସବଜେକ୍ଟ ପିଲାମାନେ ଜବରଦସ୍ତ ସବଜେକ୍ଟ ଆରାମସେ ପିଲାମାନେ ଆରାମସେ କେହି ମାର୍କ କାଟି ପାରିବେନି କେହି ବି ମାର୍କ କାଟି ପାରିବେନି ଆଉ ଆମେ ଆରାମସେ କେତେ ପାଇଯିବା ମାର୍କ 90 ପ୍ଲସ ଆରାମସେ ରଖିଦବା ତ ଏହା ଥିଲା ମୋର ଗୋଟେ ଛୋଟ ଭିଡିଓ ପିଲାମାନେ ଛୋଟ ପ୍ରୟାସ ତମମାନଙ୍କୁ ସାଂସ୍କୃତିକୁ ନେଇକି କିଛି ଇନଫରମେସନ ଦେବା ପାଇଁ ତେଣୁ ଆଶା କରୁଛି ପିଲାମାନେ ତମକୁ ନିହାତି ଭାବେ ଭିଡିଓଟି ଭଲ ଲାଗିଥିବ ଯଦି ଭଲ ଲାଗିଛି ତେବେ
କଣ କରିବ ଚ୍ୟାନେଲ ଗୋଟେ ସବସ୍କ୍ରାଇବ କରିବା ଜମା ଭୁଲନି। ଥ୍ୟାଙ୍କ ୟୁ ପିଲାମାନେ, ଥ୍ୟାଙ୍କ ୟୁ ସୋ ମଚ୍, ଅଲ୍ ଦି ବେଷ୍ଟ। ତମମାନଙ୍କର ନିହାତି ଭାବେ ସୋମବାର ଦିନ ଏକ୍ସାମଟି ଭଲ ହବ, ଭଲ କରିକି ଆସିବ, ଜବରଦସ୍ତ ଭାବେ ଫାଡ଼ିକି ଆସିବ। ତାପରେ ତମମାନଙ୍କର ଆମେ କଣ କରିବା ସବୁ ଯାକ ଆନ୍ସର କି ଡିସ୍କସନ କରିବା। ଥ୍ୟାଙ୍କ ୟୁ ସୋ ମଚ୍।